ଲୋକଙ୍କୁ ଆନନ୍ଦ ଦେବାର ଉପାଦାନ ଭୋକ ଶେଷ ଭୁଲିଯିବାର ଉପାଦାନ ଯେଉଁଥିରେ ଥାଏ ତାକୁ ନାଟକ କୁହାଯାଏ। ତାକୁ ଆନନ୍ଦ ଦେବାର ଉପାଦାନ ଥାଏ, ଭୋକ ଶେଷ ଭୁଲିଯିବାର ଉପାଦାନ ଥାଏ, ତାକୁ ଲୋକ ନାଟକର ଅପୂର୍ବ ସମନ୍ୱୟ ଘଟିଥାଏ। ନାଚ ଗୀତ ଅଭିନୟର ଅପୂର୍ବ ସମନ୍ୱୟ ଘଟିଥାଏ। ଲୋକନାଟ୍ୟ ଗୀତ ବିଭକ୍ତ ଲୀଳା ଓ କୌତୁକ ତିନି ଭାଗ। ତା ହେଉଛି ଲୀଳା ଓ କୌତୁକ, ସଖୀନାଟ, ମୋଗଲ ତାମାସା, ବିଧି ଆଉ ଗୀତିନାଟ୍ୟ ତିନିଟା। ଲୀଳା କୌତୁକ, ସଖୀନାଟ, ମୋଗଲ ତାମାସା, ବିଧି, ଗୀତିନାଟ୍ୟ। କାହାର ରୂପାନ୍ତର? ସଖୀନାଟ ସାମ୍ପ୍ରତିକ ସମାଜର ପ୍ରଚଳିତ ପିତୁଳା ନାଚ। ସଖୀନାଟ କଣ୍ଢେଇ ନାଚର ରୂପାନ୍ତର। ପିତୁଳା ନାଚ କଣ୍ଢେଇ ନାଚ ରୂପାନ୍ତର। ସଖୀନାଟ। ମୋଗଲ ତାମସାରେ କାହାର ସାମ୍ପ୍ରତିକ ସମାଜର ପିତୁଳା ନାଚ ଓ କଣ୍ଢେଇ ନାଚ ରୂପାନ୍ତର। ପିତୁଳା ନାଚ କଣ୍ଢେଇ ନାଚ। ମୋଗଲ ତାମସା କାହାର ପ୍ରସଙ୍ଗରେ ରୂପାୟିତ ହୁଏ? ମୋଗଲ ତାମସା ହେଉଛି ମୋଗଲ ଶାସକ ଅଭିଜାତ୍ୟ ଓ ଆଡମ୍ବର ହିଁ ରୂପାୟିତ ହୁଏ। ମୋଗଲ ତାମସା। ସଖୀନାଟ ହେଉଛି କଣ୍ଢେଇ ନାଚ ରୂପାନ୍ତର। ଏହି ଲୋକନାଟକରେ କିଏ ମୃତାହ କର୍ମରେ ହେଉଥିବା ନାଚକୁ ଦଧି କୁହାଯାଏ। କୌଣସି ବ୍ୟକ୍ତିର ମୃତ୍ୟୁର ଦ୍ୱାଦଶ ଦିନ ପୂର୍ବରୁ ନିମ୍ନବର୍ଗ ଲୋକଙ୍କ ଗୃହରେ ନାଚ ହୁଏ। କୌଣସି ବ୍ୟକ୍ତିର ମୃତ୍ୟୁର ଦ୍ୱାଦଶ ଦିନ ପୂର୍ବାହ୍ନରେ ଦ୍ୱିପ୍ରହର ବେଳା ନିମ୍ନବର୍ଗ ଲୋକଙ୍କ ଘରେ ନାଚ ହୁଏ। ଏଥିରେ ଜଣେ ପୁରୁଷ ଲୋକ ଶାଢ଼ୀ ପିନ୍ଧି ଦଧି ଭାଣ୍ଡ ଧରି ରାଧିକା ଚରିତ୍ରରେ ନାଚ ଦେଖାଯାଏ। ପୁରୁଷ ଲୋକ ଶାଢ଼ୀ ପିନ୍ଧିକିରି ରାଧିକା ନାଚିଥାଏ ଦଧି ଭାଣ୍ଡ ଧରି ଦହି ହାଣ୍ଡି। ଏହି ଲୋକନାଟକ ନାଚନ୍ତି ମୃତାହ କର୍ମରେ ହେଉଥିବା ନାଚ। ମୟୂରଭଞ୍ଜ ଅଞ୍ଚଳ ଅନୁଷ୍ଠିତ ମାନେ ଅଭିନୀତ ହେଉଥିବା ଛବିରେ ମୁଖା ବ୍ୟବହାର କରନ୍ତି ନାହିଁ। ପରିଚିତ ଲୋକନାଟ୍ୟ। କାହାର ପିଲାଟିଏ ହେଲେ 21 ଦିନ ମାନସିକ କରି ସତ୍ୟପୀର ପାଲା ଅନୁଷ୍ଠିତ ହୁଏ। ଏହି ପାଲା ଦୁଇ ଭାଗରେ ବିଭକ୍ତ, ବୈଠକ ପାଲା ଓ ଠିଆ ପାଲା। ଠିଆ ପାଲାରେ ଗାୟକକୁ ବାୟକ ଜଣେ ସିପାଳିଆ ଓ 2-3 ଜଣ ପାଳିଆ ରହିଥାନ୍ତି। ଠିଆ ପାଲାରେ ଗାୟକ ବାୟକ। ଦାସକାଠିଆ ହେଉଛି ଏକ ବାଦ୍ୟର ନାମ। ଦୁଇଟି କାଠିରେ କିଛି ଘୁଙ୍ଗୁର ଲାଗିଥିବା ବାଦ୍ୟଯନ୍ତ୍ରକୁ ଦାସକାଠିଆ କୁହାଯାଏ। ଏଥିରେ 2 ଜଣ ଚରିତ୍ର ଅର୍ଥାତ୍ ଜଣେ ମୁଖ୍ୟ ଗାୟକ ଜଣେ ପାଳିଆ ଥାନ୍ତି। ସରଳ ସ୍ୱର ଦେଇ ଗୀତ ମାଧ୍ୟମରେ ଏମାନେ ବିଷୟ ପରିବେଷଣ କରିଥାନ୍ତି। ସରଳ ସ୍ୱର ଦେଇ ଗୀତ ମାଧ୍ୟମରେ ଶିବଙ୍କୁ ଆରାଧନା କରାଯାଏ। ଓଡ଼ିଶାରେ ପାଟୁଆ ଯାତ୍ରା ଓ ଦଣ୍ଡନାଟରେ ମଙ୍ଗଳମୟ ଦେବତା ଶିବଙ୍କୁ ଆରାଧନା କରାଯାଇଥାଏ। ପାଟୁଆ ଯାତ୍ରା ଦଣ୍ଡନାଟରେ ମଙ୍ଗଳମୟ ଦେବତା ଶିବଙ୍କୁ। କେତେ ଜଣ ଭକ୍ତ ରହି କ'ଣ କରନ୍ତି? ଦଣ୍ଡନାଟରେ 13 ଜଣ ଭକ୍ତ ଥାନ୍ତି। ଏମାନେ ଘଟ ଧରି ଗାଁ ବୁଲିଥାନ୍ତି। ଯାହା ପୂର୍ବରୁ ମାନସିକ ଥାଏ ତା ଦାଣ୍ଡରେ ହିଁ ଦଣ୍ଡନାଟ ଅନୁଷ୍ଠିତ ହୁଏ। ଯାହାର ପୂର୍ବରୁ ମାନସିକ ଥାଏ ଭକ୍ତ ଥାନ୍ତି। ଏମାନେ ଘଣ୍ଟ ଧରି ଗାଁ ବୁଲିଥାନ୍ତି। ଯାହା ପୂର୍ବରୁ ମାନସିକ ଥାଏ ଦାଣ୍ଡରେ ହିଁ ଦଣ୍ଡନାଟ ହୁଏ। ଘୋଡ଼ା ନାଚ ପୂର୍ଣ୍ଣିମା ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ 8 ଦିନ ଅନୁଷ୍ଠିତ ହୁଏ। ଏଥିରେ ଘୋଡ଼ା ମୁହ୍ୟ ବାସୁଳି ଠାକୁରାଣୀଙ୍କୁ ପୂଜା କରାଯାଏ। ପୋଡ଼ା ରାତିରେ ନଚାଏ ଚୈତି ଘୋଡ଼ା। ମୁଁ ଦିନରେ କୁଟେଇ ଚୂଡ଼ା। ଏହା କେଉଁ ନାଚର ଗୀତ? ମାଟିରେ ମାଇଲି ଘୋଡ଼ା ରାତିରେ ନଚାଏ ଚୈତି ଘୋଡ଼ା। ଏହା ଘୋଡ଼ା ନାଚ। ହେଉଛି ଯୁଗ୍ମ ନୃତ୍ୟ। ଏଥିରେ 2 ଜଣ ନାଚ କରି ହାସ୍ୟରସ ମାଧ୍ୟମରେ ଦର୍ଶକଙ୍କର ମନୋରଞ୍ଜନ କରନ୍ତି। 2 ଜଣ। ଏପରି ଲୋକନାଟ୍ୟ ଯେଉଁଥିରେ ଚରିତ୍ର ବେଶୀ କମ୍ ହେଇପାରେ କିନ୍ତୁ ଧର୍ମ ଅନେକାଂଶରେ ଯୁଗ୍ମ ନୃତ୍ୟ ହେଇଥାଏ। କେଳା କେଳୁଣୀ ଫାର୍ସରେ କେଳାର 2ଟି ସ୍ତ୍ରୀ କେଳୁଣୀମାନଙ୍କ ପ୍ରତି ପ୍ରେମର ନିନାଦିକ ନେଇ କେଳା ଗଞ୍ଜଣା ପ୍ରେମ ଲଭିଥାଏ। ଫାର୍ସ ଭିତରେ ଅସଙ୍ଗତ ପ୍ରେମ ବା ଶୃଙ୍ଗାର ଚର୍ଚ୍ଚା ପ୍ରାଧାନ୍ୟ ଥାଏ। କେଳା କେଳୁଣୀ ଫାର୍ସରେ କେଳାର 2ଟି ସ୍ତ୍ରୀ ଥାନ୍ତି। କେଳୁଣୀମାନଙ୍କ ପ୍ରତି ପ୍ରେମର କମ୍ ଅଧିକ ନେଇ କେଳା ଗଞ୍ଜଣା ଗାଇଥାଏ। ଫାର୍ସ ଭିତରେ ଅସଙ୍ଗତ ପ୍ରେମ ବା ଶୃଙ୍ଗାର ଚର୍ଚ୍ଚା ପ୍ରାଧାନ୍ୟ ରହିଥାଏ। ଉଭୟ ନାରୀ ଓ ପୁରୁଷ ଚରିତ୍ର ଦେଖାଯାଆନ୍ତି। କାହିଁକି? ନାରୀ ପୁରୁଷ ଚରିତ୍ର ଦେଖାଯାଆନ୍ତି। ଲୋକନାଟ୍ୟ ପୌରାଣିକ ଓ କାଳ୍ପନିକ ବିଷୟବସ୍ତୁ ପରିବେଶିତ ହେଉଥିବାରୁ ପୌରାଣିକ ଓ କାଳ୍ପନିକ। ଏଥିରେ ଉଭୟ ନାରୀ ଓ ପୁରୁଷ ଦେଖାଯାଆନ୍ତି। ଲୋକନାଟ୍ୟରେ ପୌରାଣିକ ଓ କାଳ୍ପନିକ। ରଙ୍ଗମଞ୍ଚରେ ଆଲୋକ ପାଇଁ କ'ଣ ବ୍ୟବହାର କରାଯାଉଥିଲା? ରଙ୍ଗମଞ୍ଚରେ ଆଲୋକ ପାଇଁ ମଶାଲ ବ୍ୟବହାର କରାଯାଉଥିଲା। ଏହି ମଶାଲ ଧରିବାକୁ ଦୂର ପାଖରୁ ଲୋକ ନିଯୁକ୍ତ ହେଉଥିଲେ। ପରବର୍ତ୍ତୀ କ୍ଷେତ୍ରରେ ଡି ଲାଇଟ୍ ବା ପେଟ୍ରୋମାକ୍ସ ଲାଇଟ୍ର ପ୍ରଚଳନ ହୋଇଥିଲା। ସୃଷ୍ଟି ପଛରେ କେଉଁ ଉତ୍ସ ରହିଥାଏ? ଉତ୍ସ ରୂପେ ପ୍ରକୃତି, ସଭ୍ୟତା, ଚାରୁକଳା, ସାମରିକ ପରମ୍ପରା ରହିଥିବାର ଦେଖାଯାଏ।
କେଉଁ ଉତ୍ସ ରହିଥାଏ? ଉଚ୍ଚ ରୂପେ ପ୍ରକୃତି, କୃଷି, ସଭ୍ୟତା, ଚାରୁକଳା ଓ ସାମରିକ ପରମ୍ପରା ରହିଥାଏ। କୃଷି, ପ୍ରକୃତି, ସଭ୍ୟତା, ଚାରୁକଳା ଓ ସାମରିକ ପରମ୍ପରା। ଗୀତିନାଟ୍ୟ କାହା କହନ୍ତି? କାହାର ରୂପାନ୍ତର ଅବସ୍ଥା ହିଁ ଗୀତିନାଟ୍ୟ। ଗୀତ ସହିତ ଅଭିନୀତ ହେଉଥିବା ନାଟକକୁ ଗୀତିନାଟ୍ୟ କୁହାଯାଏ। ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ଲକ୍ଷଣକୁ କଲେ ଜଣାଯାଏ ଯେ ଲୀଳାର ରୂପାନ୍ତରଣ ଅବସ୍ଥା ହିଁ ଗୀତିନାଟ୍ୟ। ହେଉଛି ଅମଜା ମଜା, ଅବୁଝା ବୁଝା, ମାଗୁର ମାଛର ଝୋଳ, ଯୁବତୀ ସ୍ତ୍ରୀର କୋଳ, ହରିହର ବୋଲ। ଅମଜା ମଜା, ଅବୁଝା ବୁଝା, ମାଗୁର ମାଛର ଝୋଳ, ଯୁବତୀ ସ୍ତ୍ରୀର କୋଳ, ହରିହର ବୋଲ। ବର୍ଣ୍ଣନାର କଥାବସ୍ତୁକୁ ଜନସାଧାରଣଙ୍କ ନିକଟରେ ପରିବେଷଣ କରିଥାଏ। ବିଶ୍ୱନାଥ ଖୁଣ୍ଟିଆ କ'ଣ ରଚନା କରିଥିଲେ? ବିଶିଷ୍ଟ ପୁରାଣକାରୀ ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣ ରଚନା କରିଥିଲେ। ବିଚିତ୍ର ରାମାୟଣ ଗ୍ରନ୍ଥ। ରାମାୟଣ ବିଷୟବସ୍ତୁକୁ ନେଇକି ବୈଦେହୀଶ ବିଳାସ ରଚନା କରିଥିଲେ। ଉପେନ୍ଦ୍ର ଭଞ୍ଜ। ବୈଦେହୀଶ ବିଳାସ। ଦେବତାଙ୍କ ମହିମା। କୃଷ୍ଣଲୀଳା ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କର ଅପୂର୍ବ ମହିମା ବର୍ଣ୍ଣନା କରାଯାଇଥାଏ। କୃଷ୍ଣ ରାସଲୀଳାରେ। ନରସିଂହ ସେଣଙ୍କ କେଉଁ ଗ୍ରନ୍ଥ ରାସଲୀଳା? ଗୋପୀ କେଳି ରାସଲୀଳାର ପରିସରଭୁକ୍ତ ଏକ କାବ୍ୟ। ନରସିଂହ ସେଣଙ୍କ ଗୋପୀ କେଳି। କେଉଁ ପ୍ରସଙ୍ଗ ବର୍ଣ୍ଣିତ ହୋଇଥାଏ? ରାଧାପ୍ରେମ ଲୀଳାରେ ଶ୍ରୀକୃଷ୍ଣ ଓ ଆହ୍ଲାଦିନୀ ଶକ୍ତି ଶ୍ରୀରାଧାଙ୍କ ପୂର୍ବର ଅପୂର୍ବ ପ୍ରେମଲୀଳା ଅତ୍ୟନ୍ତ ବର୍ଣ୍ଣନା କରାଯାଇଥାଏ। ରାଧାକୃଷ୍ଣ ପ୍ରେମଲୀଳାରେ ଭଗବାନ ଶ୍ରୀକୃଷ୍ଣ ଓ ଆହ୍ଲାଦିନୀ ଶକ୍ତି ଶ୍ରୀରାଧାଙ୍କର କି ଦ୍ୱାର ଲୀଳା କୁହାଯାଏ? ଏହି ଲୀଳାର ବିଷୟବସ୍ତୁ ପ୍ରାରମ୍ଭରେ ଦ୍ୱାରା ମଞ୍ଚରେ ପ୍ରବେଶ କରି ବିଭିନ୍ନ ଉପାଖ୍ୟାନମାନ ବର୍ଣ୍ଣନା ଛଳରେ ଚରିତ୍ରମାନଙ୍କର ପରିଚୟ ପ୍ରଦାନ କରିଥାଏ। ତେଣୁ ଏହାକୁ ଜନସାଧାରଣ ଭାରତ ଲୀଳା ବା ଦ୍ୱାର ଲୀଳା ବୋଲି କହିଥାନ୍ତି। ଦ୍ୱାରା ମଞ୍ଚରେ ପ୍ରବେଶ କରି ଉପାଖ୍ୟାନ ବର୍ଣ୍ଣନା ଛଳରେ ଚରିତ୍ରମାନଙ୍କର ପରିଚୟ ପ୍ରଦାନ କରିଥାଏ। ଜନସାଧାରଣ ଭାରତ ଲୀଳା କରନ୍ତି ବା ଦ୍ୱାର ଲୀଳା। ଉପାଖ୍ୟାନ ଛଳରେ ଚରିତ୍ରମାନଙ୍କର ପରିଚୟ। ଭାରତ ଲୀଳା। ଆଦ୍ୟ ପ୍ରବର୍ତ୍ତକ ହେଉଛନ୍ତି ଚିକିଟିର ସ୍ୱର୍ଗତ ରଘୁନାଥ ରାଜଗୁରୁ। ରାଧାପ୍ରେମ ଲୀଳା ହେଉଛି ଭାରତ ଲୀଳା ବା ଦ୍ୱାର ଲୀଳାକୁ ଯାତ୍ରା ନାଟକ କୁହାଯାଇଥାଏ। ଏହାର ସଂଳାପ ଓଡ଼ିଆ ନାଟକର ଉତ୍ସ କୁହାଯାଏ। ଭାରତ ଲୀଳା ବା ଦ୍ୱାର ଲୀଳାକୁ ଯାତ୍ରା ନାଟକ କୁହାଯାଇଥାଏ। ରାସଲୀଳା ଓଡ଼ିଶାରେ ବେଶ ଆଦୃତ ଲାଭ କରିଛି। ଆଦିକୁ 500 ବର୍ଷ ପୂର୍ବରୁ ଅଧିକ କାଳ ଧରି ରାସଲୀଳା ଓଡ଼ିଶାର ପୁରପଲ୍ଲୀରେ ବେଶ ଆଦୃତ ଲାଭ କରିଥିବା ଜଣାଯାଏ। 500 ବର୍ଷ ପୂର୍ବରୁ ଅଧିକ କାଳ ଧରି ରାସଲୀଳା ଓଡ଼ିଶାର ପୁରପଲ୍ଲୀରେ ବେଶ ଆଦୃତ ଲାଭ କରିଛି। କେତେ ପ୍ରକାର? ଅଭିନୟ ପ୍ରଧାନ, ନୃତ୍ୟ ପ୍ରଧାନ, ସଙ୍ଗୀତ ପ୍ରଧାନ, ବାଦ୍ୟ ପ୍ରଧାନ। ରାମଲୀଳା, କୃଷ୍ଣଲୀଳା, ରାଧାକୃଷ୍ଣ ପ୍ରେମଲୀଳା, ଗୋପୀଲୀଳା, ରାସଲୀଳା, ଭରତଲୀଳା, ଦଣ୍ଡ ସୁଆଙ୍ଗ। ନୃତ୍ୟ ପ୍ରଧାନ। ଛଉ ନାଚ, ଦଣ୍ଡନାଚ, ପାଟୁଆ ଯାତ୍ରା, ଗୋଟିପୁଅ ନାଚ, ଡାଲଖାଇ ନାଚ, ଘୁମୁରା ନାଚ, କରମ ନାଚ, ବେଣ୍ଡିଆ ନୃତ୍ୟ, ଘୁମୁରା ନାଚ, ରସରକେଲି। ନୃତ୍ୟ ପ୍ରଧାନ। ସଙ୍ଗୀତ ପ୍ରଧାନ ହେଉଛି ପାଲା, ଦାସକାଠିଆ, ପାରାୟଣ, ସଖୀ ନାଚ, କଣ୍ଢେଇ ନାଚ, ଚଢ଼େୟାଣୀ ନାଟ, ଫାର୍ସ, ପ୍ରହସନ। ସଙ୍ଗୀତ ପ୍ରଧାନ। ବାଦ୍ୟ ପ୍ରଧାନ ହେଉଛି ଧୁଡୁକି ନାଚ, ଚୌତି ଘୋଡ଼ା ନାଚ, ଏରାକ ସବୁ। ସଙ୍ଗୀତ ହେଉଛି ପାଲା, ଦାସକାଠିଆ, ପାରାୟଣ। ନୃତ୍ୟ ହେଉଛି ଦଣ୍ଡ, ଘୁମୁରା ନାଚ, ପାଟୁଆ ଯାତ୍ରା, ଗୋଟିପୁଅ, ଛଉ ନାଚ, ଦଣ୍ଡନାଚ, ଡାଲଖାଇ, ଏରା ସବୁ। ଅଭିନୟ ହେଉଛି ରାଧାକୃଷ୍ଣ ପ୍ରେମଲୀଳା, ଗୋପଲୀଳା, ଭରତଲୀଳା, ଦଣ୍ଡ ସୁଆଙ୍ଗ, ରାମଲୀଳା। ବାଦ୍ୟ ହେଉଛି ଧୁଡୁକି ନାଚ, ଚୈତି ଘୋଡ଼ା ନାଟ, ଗଣକୋଇଲା, ଏରା ସବୁ। କେବଳ ଉଦାହରଣ ମଧ୍ୟରେ ବର୍ଣ୍ଣନାଟ, ଦଧିନାଟ, ପାଇକ ନାଟ, ଗଉଡୀ ନାଟ, ଆଠି ନାଟ, ଏରା ସବୁ ଅଛି।